ଯେତେବେଳେ ଜଗନ୍ନାଥ ପାଣିଙ୍କର ଏଇ ଭଦ୍ରକ ମାଟିରେ ଜନ୍ମ ହୋଇଛି, ବହୁ ବର୍ଷ ପରେ ଯେତେବେଳେ ଯୁଗଳ ପଟ୍ଟନାୟକ ଆସିଲେ ସଂସ୍କୃତି ବିଭାଗର ମନ୍ତ୍ରୀ ହୋଇ, ତାଙ୍କର ତାଳପତ୍ର ପୋଥିରୁ ପୁସ୍ତକ ତିଆରି କଲେ। ତାଙ୍କର ଜନ୍ମ ଜୟନ୍ତୀ ମହାସମାରୋହରେ ପ୍ରଶାସନିକ ବିଭାଗକୁ ନେଇ, ସାଧାରଣ ଲୋକମାନଙ୍କୁ ନେଇ କରାଇଲେ। ଚାଲିଲା ବହୁତ ଦିନ। ମାଲ୍ୟାର୍ପଣ ପ୍ରତ୍ୟେକ ଜନ୍ମ ଜୟନ୍ତୀରେ ହୁଏ, ମିଟିଂ ହୁଏ, ସଭା ହୁଏ, ଜାକଜକମରେ ହୁଏ। ଏବେ ଆମର ସଂସ୍କୃତି ବିଭାଗ ମନ୍ତ୍ରୀ ଆମ ଭଦ୍ରକର ଅଛନ୍ତି। ଇତି ପୂର୍ବରୁ ପ୍ରଫୁଲ୍ଲ ସାମଲ ବି ଗଲେଣି, ସଂସ୍କୃତି ମନ୍ତ୍ରୀ ଥିଲେ। କେବେଠାରୁ ଆଉ ଜାକଜକମ ନାହିଁ କି ଭଦ୍ରକ ମାଟିର ଲୋକକବି ଜଗନ୍ନାଥ ପାଣି, ସ୍ୱର୍ଗତ ଲୋକକବି ଜଗନ୍ନାଥ ପାଣି, ଯିଏକି ଲୀଳା ସୁଆଙ୍ଗ ଯାତ୍ରାର ଆରମ୍ଭ କରିଥିଲେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ। ତାଙ୍କର ଛାତ୍ର ବୈଷ୍ଣବ ପାଣି, ତାଙ୍କର ମାହାଙ୍ଗାରେ ବହୁତ ଜୋର ଚାଲିଛି। ଯେକୌଣସି ଦଳ ଆସୁ, ସେ କରୁଛନ୍ତି ଭଲ ଭାବରେ। କିନ୍ତୁ ଆମର ଏଠି ସଂସ୍କୃତି ମନ୍ତ୍ରୀ ଯେତେ ଆସିଲେଣି, ଏବେ ଅଛନ୍ତି। ମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, କଲେକ୍ଟର ମହୋଦୟ ଭଲ କାମଟିଏ କରିଛନ୍ତି। ସବୁ ପୂଜ୍ୟ ପୂଜାଙ୍କୁ ମାଲ୍ୟାର୍ପଣ କରୁଛନ୍ତି, ସଭା ସମିତି କରୁଛନ୍ତି, ତାଙ୍କର ଗୁଣଗାନ କରୁଛନ୍ତି, ତାଙ୍କର ସଭା ସମିତି କରୁଛନ୍ତି। କିନ୍ତୁ ଭୁଲି ଯାଉଛନ୍ତି ସ୍ୱର୍ଗତ ଲୋକକବି ଜଗନ୍ନାଥ ପାଣିଙ୍କ କଥାକୁ। ତାଙ୍କ ଜନ୍ମ ଜୟନ୍ତୀରେ କିଛି ହେଉନାହିଁ, କେବଳ କମିଟି ତରଫରୁ। କମିଟିର ତ ଅର୍ଥ ନାହିଁ। ମାଲ୍ୟାର୍ପଣ କରି ଏ ପ୍ୟାକେଟ୍ ବାଣ୍ଟି ଦେଇ ଆମେ ଆସୁଛୁ। ମନେ ପଡ଼ୁନି କଲେକ୍ଟର ମହାଶୟଙ୍କର କି ମନ୍ତ୍ରୀ ମହୋଦୟଙ୍କର ଆମ ଏ ଭଦ୍ରକ ମାଟିର ଗୌରବ, ତାଙ୍କ କଥା। ଧନ୍ୟବାଦ, ଧନ୍ୟବାଦ ସମସ୍ତଙ୍କୁ। ଏମିତି ନ ମନେ ପଡ଼ୁ, ଆମେମାନେ ମାଲ୍ୟାର୍ପଣ କେବଳ କରିଦେଉଥାଉ। ଯଦି ଆଗକୁ କେହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟକ୍ତି ଏଇ ସଂସ୍କୃତି ମନ୍ତ୍ରୀ ହେବେ କିମ୍ବା କଲେକ୍ଟର ସେଇଭଳି ଆସିବେ, ଜଗନ୍ନାଥ ପାଣିଙ୍କ କଥା ଚିନ୍ତା କରିବେ। ମୋ ଘର ନଳାଙ୍ଗ, ମୁଁ ରାମନାରାୟଣ ତ୍ରିପାଠୀ, ଭଦ୍ରକ ବ୍ଲକ।